ଦେଖନ୍ତୁ ଆମେ ଯେତେବେଳେ ଯାହା ବି ଗୋଟେ ଝଗଡ଼ା ହେଇଯାଉ କିଛି ବି ଗୋଟେ ପ୍ରୋବ୍ଲେମ୍ ହେଲେ ପ୍ରଥମେ ଆମେ କୋଉଠି ଯାଉଛୁ? ପୋଲିସ ଷ୍ଟେସନ ଯାଉଛୁ। ପୋଲିସ ଷ୍ଟେସନ ଯିବା କାରଣ ଆମକୁ ସେଫ୍ଟି ଦରକାର, ଆମେ ସୁରକ୍ଷିତ ଭାବରେ ରହିବା, ଆମକୁ ନ୍ୟାୟ ମିଳିବ, ଠିକ୍ ନା? ସେଥିପାଇଁ ଆମେ ଯାଉଛୁ। କିନ୍ତୁ ଯଦି ଏଇଠି ଆମେ ଦେଖିବା, ଆଜି ମୁଁ ଗୋଟେ ଭିଡ଼ିଓ ଦେଖୁଥିଲି, ଯେଉଁ ପୋଲିସ ଗୋଟେ ଲେଡ଼ିଜ୍ଟା ଥିଲା, ସେଇ ଲେଡ଼ିଜ୍ଟା ହିଁ ସୁରକ୍ଷିତ ଭାବରେ ନାହିଁ। ତ ଏଠି ଆମେ ଭାବିବା କଥା କି ଯେ ଯଦି ଥାନାକୁ ଆମେ ଯାଉଛୁ, ଥାନାକୁ ଗୋଟେ ଆଉ ନ୍ୟାୟ ପାଇବା ପାଇଁ ଗୋଟେ ଆମେ ଆଶା ନେଇକି ଯାଉଛୁ, ତାହେଲେ ଯେଉଁ ଥାନାରେ ସେ ସ୍ତ୍ରୀଟା ସୁରକ୍ଷିତ ଭାବରେ ରହୁନି, ତ ଆମେ କେମିତି ଭାବିପାରିବୁ କି ଯେ ଆମର ଯେଉଁ ମା ଭଉଣୀମାନେ ଅଛନ୍ତି ସେମାନେ ସୁରକ୍ଷିତ ଭାବରେ ରହିପାରିବେ ଆଉ ସେମାନଙ୍କୁ ନ୍ୟାୟ ମିଳିବ? ଏଠି ପୋଲିସ ଲେଡ଼ିଜ୍କୁ ହିଁ ଛାଡ଼ୁନାହାନ୍ତି, ତାହେଲେ ଆଉ ଯେଉଁ ଲୋକମାନେ ଅଛନ୍ତି ସେମାନେ ଆଉ ମା ଭଉଣୀକୁ ରାସ୍ତାରେ ବୁଲୁଥିଲେ ଛାଡ଼ିଦେବେ ବୋଲି କ'ଣ ଗ୍ୟାରେଣ୍ଟି ଅଛି? କ'ଣ ହେଇଗଲା ଏ ଦୁନିଆ? ତ ଆମେ କାହା ପାଖକୁ ଯିବା? ଥାନାକୁ ଯିବା ନା ଘର ଭିତରେ କବାଟ ଦେଇକି କାନ୍ଦୁଥିବା?